অভয়বাণী অভয়বাণী অভয়বাণী। ଜୟଗୁରୁ ଜୟଗୁରୁ ଜୟଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ମାଆମାନଙ୍କୁ, ସମସ୍ତ ଦର୍ଶକମାନଙ୍କୁ ମୋର ଜୟଗୁରୁ ପ୍ରୀତି ସମ୍ଭାଷଣ ଏବଂ ଏହି ନୂତନ ଇଂରାଜୀ ନବବର୍ଷ 2026 ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ସମସ୍ତଙ୍କର ଶ୍ରୀ ଶ୍ରୀ ଠାକୁରଙ୍କ କୃପାରୁ ମଙ୍ଗଳ ହେଉ, ସମସ୍ତେ ସୁଖ ଶାନ୍ତିରେ ଜୀବନଯାପନ କରନ୍ତୁ। ଜୟଗୁରୁ ଜୟଗୁରୁ ଜୟଗୁରୁ। ଆଜି ଆମର ଯେଉଁ କାର୍ଯ୍ୟକ୍ରମ ଚାଲିଛି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମ, ଆମେ 2025 ମସିହା ଅତିକ୍ରମ କରି ବର୍ତ୍ତମାନ 2026 ମସିହାରେ ପାଦ ଦେଇଛେ। ଏବେ ସମସ୍ତେ ସେହି ପୂର୍ଣ୍ଣ କୁମ୍ଭ ସଦୃଶ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ସାର୍ବଭୌମ ଭକ୍ତ ସମ୍ମିଳନୀରେ ଯୋଗଦାନ ପୂର୍ବକ ବର୍ଷକ ପାଇଁ ଆମର ଆଧ୍ୟାତ୍ମିକ ଖୋରାକ ସମସ୍ତେ କିଛି ନା କିଛି ଧରି ଆସିଛେ। ସେହି ଅବସରରେ ଆମେ ଆଜି ଆମର ଯେଉଁ ଧାରାବାହିକ ବାଣୀପାଠ ହେଉଛି, ଆଜି ଆମେ ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ଅଭୟବାଣୀର ପ୍ରଥମ ଖଣ୍ଡ ଚିରସ୍ଥ ଲିଖିତ ଅଭୟବାଣୀର 16 ନମ୍ବର ବାଣୀଟି ପାଠ କରିବାକୁ ଯାଉଛୁ। ମାନବ ଜୀବନଟା ସ୍ତର ବିଶେଷ। ମାଟି ଭିତରେ ସ୍ତର ଗୁଡ଼ିକ ଯେପରି ସଜ୍ଜିତ ଥାଏ, ଜୀବନ ବି ତଦ୍ରୂପ। ସୁତରାଂ ଯେତେବେଳେ ଯେଉଁ ସ୍ତରର ବିକାଶ ହେବ, ତଦନୁଯାୟୀ କ୍ରିୟା ବି ନିଶ୍ଚୟ ହେବ। ତୁମେମାନେ ସର୍ବ ଅବସ୍ଥାରେ ସର୍ବାନ୍ତକରଣରେ ଭଗବାନଙ୍କଠାରେ ସର୍ବସ୍ୱ ସମର୍ପଣ କରି କେବଳ ତାଙ୍କରି ନାମ ଉଚ୍ଚାରଣ କରିଯାଅ। ସର୍ବାବସ୍ଥାରେ ତାଙ୍କର ଜୟଗାନ କର। ମାଇକ ସୁଖ ଦୁଃଖ ଦୁଇଟାକୁ ଅଗ୍ରାହ୍ୟ କରି ନିତ୍ୟ ଆନନ୍ଦର ପ୍ରଶ୍ରବଣ ଦିଗକୁ ଧାବିତ ହୁଅ ଏବଂ ଏହିପରି ଦୃଢ଼ ବିଶ୍ୱାସ ଓ ଭକ୍ତି ପାଇଁ ପ୍ରାଣ ଖୋଲି ପ୍ରାର୍ଥନା କର। ଜୟଗୁରୁ ଜୟଗୁରୁ ଜୟଗୁରୁ। ଏହି ବାଣୀଟି ଶ୍ରୀ ଶ୍ରୀ ଠାକୁର ମହାରାଜ ସାରସ୍ୱତ ମଠ କୁକୁଡ଼ାମୁଖରେ ଅବସ୍ଥାନ କାଳରେ ଜଣେ ଅତ୍ୟନ୍ତ ପ୍ରିୟ ଭକ୍ତ ନିକଟକୁ ଏ ଚିଠିଟି ଲେଖିଥିଲେ। ବୋଧହୁଏ ଚିଠିରୁ ଜଣାଯାଏ ଯେ ଠାକୁର ସେତେବେଳେ ବଗୁଡ଼ାରୁ ଆସି ସାରସ୍ୱତ ମଠରେ ପହଞ୍ଚିଥାନ୍ତି। ଆଉ ଏଇ ଭକ୍ତଙ୍କର ଚିଠି ପାଇଲା ପରେ ସେ ଲେଖିଥିଲେ ଯେ ଏପର୍ଯ୍ୟନ୍ତ ମୁଁ କାହାକୁ ଚିଠି ଲେଖିନି, ଆଉ ଏବେ ବି ଚିଠି ଲେଖିବାକୁ ବିଶେଷ ପ୍ରୟୋଜନ କରୁନି, କାରଣ ତୁମେମାନେ ସମସ୍ତେ ଜାଣିଗଲଣି ଯେ ମୋର ଉଦ୍ଦେଶ୍ୟ କ'ଣ ଆଉ କେତେ ବା ଉପଦେଶ ଦେବି। ତଥାପି ଏଇ ଚିଠି ମାଧ୍ୟମରେ ଠାକୁର ଜଣେଇଥିଲେ ଯେ ଜୀବ ସର୍ବଦା ବାହାରର ବସ୍ତୁ ନେଇ ଭିତରର ଅଭାବ ଢାଙ୍କି ରଖିଛି। ବାହାରର ଆଶା ଯାହାର ଯେତେ କମିଯିବ, ସେ ସେତେ ଭିତରେ ଖୋଜିବା ଆରମ୍ଭ କରିବ। କାରଣ ଜୀବ କିଛି ଗୋଟାଏ ନହେଲେ ରହିପାରେ ନାହିଁ। ତେଣୁ ଆମେ ବି ଅନୁଭବ କରିବା ଏ କଥା ଯେ ଆମେ ସବୁବେଳେ ମନ ଯଦି ଆମେ ନୀରବରେ ଚୁପଚାପ ବସିବା, ଆମକୁ କେବେ ଭଲ ଲାଗିବନି। ଯାହାହେଲେ ଗୋଟେ କିଛି କାର୍ଯ୍ୟ କରିବାକୁ ପଡ଼ିବ, ସିଏ ବାହ୍ୟ ସ୍ତରରେ ହେଉ ବା ଅନ୍ତର ଭିତରେ ହେଉ, ଭାବନାରେ ହେଉ ବା ସ୍ଥୂଳ କାର୍ଯ୍ୟରେ ହେଉ, ଯାହାହେଲେ କିଛି କରିବା। ସେଇ କଥା ଠାକୁର କହୁଛନ୍ତି। ଗୋଟେ ଉଦାହରଣ ଦେଇ ଠାକୁର କହିଲେ, ପତି ପୁତ୍ରହୀନା ରମଣୀ ବିଲେଇ ପୋଷି କିଛିଟା ଅଭାବ ପୂରଣ କରିବାକୁ ଚେଷ୍ଟା କରେ। ମାନେ ସଂସାର ଭିତରେ ଯଦି କୌଣସି ବ୍ୟକ୍ତିର ତାର କିଛି କାମ ନଥାଏ, ତାର ଅର୍ଥ ହେଉଛି ଏହା ଯେ ସେ ଲୋକର ଯଦି କିଛି କାମ ନଥାଏ, ତଥାପି ସେ ଗୋଟେ ଜୀବ ପାଳିକି ବା ତାର ସମୟ କାଟିବା ପାଇଁ ସେ କିଛି ନା କିଛି ଗୋଟେ ଉପାୟ ଅବଲମ୍ବନ କରେ। ତେଣୁ ସେଇ ଉଦ୍ଦେଶ୍ୟରେ ଠାକୁର କହୁଛନ୍ତି ଯେ ତୁମମାନଙ୍କ ଭିତରେ ପ୍ରବଳ ଆକାଂକ୍ଷା ଯେପରି ବିଲେଇ ପୋଷି ନିଶେଷ ନ ହୁଏ। ମାନେ ଆମେ ଯେଉଁ ଠାକୁରଙ୍କ ପାଖକୁ ଆସିଛେ, କେଉଁ ଉଦ୍ଦେଶ୍ୟରେ ଆସିଛେ, ସେ କଥା ବାରମ୍ବାର ଆମକୁ ଭାବିବାକୁ ପଡ଼ିବ। ବାହ୍ୟ ଚିନ୍ତାରେ ଯେମିତି ଆମର ମନ ନିବେଶ ନ ରହେ। ଆଉ ମୋର ପତ୍ରରେ ତୁମମାନଙ୍କର ଅଭାବ ପୂରଣର ବ୍ୟର୍ଥ ଚେଷ୍ଟା କର ନା। ଠାକୁର କହୁଛନ୍ତି ବାରମ୍ବାର ମୋ କତିକି ପ୍ରଶ୍ନ କରୁଛ, ଉତ୍ତର ଅପେକ୍ଷାରେ ରହୁଛ ଯେ ମୁଁ ଉତ୍ତରଟା ଦେଲେ ତୁମ ମନ ଭିତରେ ସେଇଟା ଶାନ୍ତି ମିଳିବ, ଏ କଥା ଭାବନି। ସବୁବେଳେ ତୁମେ ନିଜ ଭିତରେ ମୀମାଂସା କରିବା ଚେଷ୍ଟା କର। ମୋର ପୁସ୍ତକ ପଢ଼, ମୋ ପୁସ୍ତକର ଯେଉଁ ନିର୍ଯାସ ସବୁ ଅଛି ତାକୁ ଭାବ, ତାହେଲେ ସେଇଟା ତୁମ ଭିତରେ ବିଶେଷ କାର୍ଯ୍ୟ କରିବ। ସେଇ କଥା ଠାକୁର କହୁଛନ୍ତି। ବାହାରର ଆଶା ଛାଡ଼ିଦିଅ, ଅନ୍ତରର ଅନ୍ତରତମ ପ୍ରଦେଶରେ ବୁଡ଼ି ମୋତେ ଖୋଜ। ଦେଖିବ ଜଗଜ୍ଜନନୀଙ୍କୁ କୋଳରେ ଧରି ତୁମମାନଙ୍କର ହୃଦୟ ଆବରି ବସିଅଛି।
ଏଇଟା ହେଉଛି ଗୋଟେ ସାଧନା ଶରୀର ଭିତରେ ବା ଏଇଟା ଶରୀର ତତ୍ତ୍ୱ। ଆମେ ଠାକୁର କେଉଁଠି ଅଛନ୍ତି, ଯେମିତି ଆମର ଯୋଗୀମାନେ ବିଭିନ୍ନ ଚକ୍ର ବିଷୟରେ କହନ୍ତି, ଆଜ୍ଞା ଚକ୍ର ଏସବୁ ବିଭିନ୍ନ ଚକ୍ର ଯେଉଁ ଅଛି କେଉଁଠି ଠାକୁର ଅଛନ୍ତି। ଠାକୁର କହୁଛନ୍ତି ତୁମେ ଗୋଟେ ସରଳ ଉପାୟ ହେଉଛି ଯେ ଅନ୍ତର ଭିତରେ ଅନ୍ତଃସ୍ଥଳରେ ତୁମେ ଭାବିବ, ସବୁବେଳେ ଭାବିବ ମାଆଙ୍କ କୋଳରେ ଠାକୁର ବସିଛନ୍ତି। ଏଇଟା ହେଉଛି ସହଜ ସାଧନା। ବସ୍ୟ ତେବେ ନା ଯାଇ ସବୁ ଅଭାବ ମେଣ୍ଟିବ। ଯଦି ଆମେ ଠାକୁରଙ୍କର ଦର୍ଶନ ପାଇଲେ, ମାଆଙ୍କ ସହିତ ଠାକୁରଙ୍କୁ ଦେଖିଲେ, ଠାକୁର କହୁଛନ୍ତି ତାହେଲେ ତୁମର କିଛି ଆଉ ଅସୁବିଧା ହେବନି। ଯେଉଁ ମନ ଭିତରେ ଯେଉଁ ଗ୍ଲାନି ରହୁଛି ତାହା ମଧ୍ୟ ଦୂରୀଭୂତ ହେବ, ସବୁ ଅଭାବ ତୁମର ମେଣ୍ଟିଯିବ। ଚିଠି ଲେଖି ତୁମମାନଙ୍କୁ ଆଉ କେତେ ତୃପ୍ତ କରିବି। ମୁଁ ଚାହେଁ ତୁମଙ୍କ ହୃଦୟରେ ଅଭାବର ଅଗ୍ନି ଦାଉ ଦାଉ କରି ଜଳି ଉଠୁ। ସମୟ ସମୟ ହୃଦୟର ନିରସ ବା ସରସ ଭାବରେ ଚଞ୍ଚଳ ହୁଅନା। ଆମେ ସଂସାର ଭିତରେ ଯେହେତୁ ଅଛେ, ଘାତ ପ୍ରତିଘାତ ଆସୁଛି, କେତେବେଳେ ମନ ଅସ୍ଥିର ହୋଇପଡ଼ୁଛି, କେତେବେଳେ ମନ ଆନନ୍ଦରେ ଉତ୍ଫୁଲ୍ଲିତ ହେଉଛି, କେତେବେଳେ ଦୁଃଖ ପ୍ରକାଶ କରୁଛି। ଠାକୁର କହୁଛନ୍ତି ଏ ଯେଉଁ ନିରସ ବା ସରସ, ଯେତେବେଳେ ଏଇ ଦୁଇ ଅବସ୍ଥା ମଣିଷର ପ୍ରାୟ ଆସେ, ତାକୁ ଆମେ ଏତେ ହୃଦୟ ଭିତରକୁ ନେବାନି, ମାନସିକ ସ୍ତରରେ ଏତେ ତାକୁ ଗ୍ରହଣ କରିବାନି। ସାମାନ୍ୟ ସରସତାରେ ବିଶେଷ ଆନନ୍ଦ କ'ଣ, ଆଉ ନିରସତାରେ ସଂସାରର ପ୍ରକୃତ ଅବସ୍ଥା। ତେଣୁ ଏଥିରେ ଆମେ ବେଶୀ ବ୍ୟସ୍ତ ନ ହୋଇ, ଠାକୁର ସେଇଥିପାଇଁ ବାଣୀ ମାଧ୍ୟମରେ କହିଲେ ଯେ ଯେତେବେଳେ ତୁମ ମନ ଭିତରେ ଯେଉଁ ସ୍ତରଟା ଆସୁଛି, ବାଣୀ ମାଧ୍ୟମରେ ଯେଉଁଟା ଆମର କୁହାହେଲା ଯେ ମାନବ ଜୀବନଟା ସ୍ତର ବିଶେଷ, ମାନେ କେତେବେଳେ ଆନନ୍ଦ ଅଛି, କେତେବେଳେ ଦୁଃଖ ଅଛି, କେତେବେଳେ ସୁଖ ଅଛି, କେତେବେଳେ ଦୁଇଟାକୁ ମିଶାମିଶି ଅଛି। ସେକୁ ସବୁ ଯେମିତି କୁହାହେଉଛି ଯେ ମାଟି ଭିତରେ ସ୍ତର ଗୁଡ଼ିକ ଯେପରି ସଜ୍ଜିତ ଥାଏ। ଯେତେବେଳେ ଆପଣମାନେ ଦେଖୁଥିବେ ଆଜିକାଲି ତ ପ୍ରାୟ ଜାଗାରେ ବୋରିଂ ଖୋଳା ହେଉଛି, ଟ୍ୟୁବୱେଲ୍ ଖୋଳା ହେଉଛି, ଦେଖିବେ ଯେତେବେଳେ ଖୋଳା ହେଉଥିବ ଟ୍ୟୁବୱେଲ୍ଟେ, ତାର ଗୋଟେ ଗୋଟେ ଲେୟାର ଆସୁଥିବ, ମାଟି ଆସିଲା, ବାଲି ଆସିଲା, ଗୋଡ଼ି ଆସିଲା, ପଥର ଆସିଲା, ଏମିତି ସବୁ ବିଭିନ୍ନ ପ୍ରକାର ସ୍ତର ଆସେ, ତାପରେ ଯାଇ ନିର୍ମଳ ଝରଟା ଆସେ। ତେଣୁ ଆମେ ସେମିତି ଆମ ଜୀବନ ଭିତରେ ଯେଉଁ ସ୍ତର ଗୁଡ଼ାକ ଆସୁଛି, ଯେତେବେଳେ ସୁଖ ଆସୁଛି, ଦୁଃଖ ଆସୁଛି ବା ସାମ୍ୟ ଅବସ୍ଥା ଆସୁଛି, ସବୁବେଳେ ଆମେ ଚେଷ୍ଟା କରିବା, ଠାକୁର ଏଇ ବାଣୀ ମାଧ୍ୟମରେ ଆମକୁ କହୁଛନ୍ତି ମାଟିର ଯେମିତି ସ୍ତର ଆମେ ଶୁଣିଲେ, ସେମିତି ସାଧନ ଜଗତରେ ଯେତେବେଳେ ଆମେ ପ୍ରଥମେ ଠାକୁରଙ୍କ କତିକି ଆସିଲେ, ସେତେବେଳେ ଆମେ ଠାକୁରଙ୍କୁ ପ୍ରଥମେ ଭାବୁଥିଲେ ମାନେ ଠାକୁରଙ୍କ ପାଖରେ ମୁଣ୍ଡିଆ ମାରିବା, ଇଏ କରିବା, ପୂଜା ଟିକେ କରିବା, ବସିକି ତାଳି ମାରିବା, ଏଇଭଳି ଭାବରେ ପ୍ରଥମ ରହୁଛି ଅବସ୍ଥାଟା। ତାପରେ ଆସ୍ତେ ଆସ୍ତେ କିଛି ଦିନ ପରେ ଯେତେବେଳେ ପ୍ରାର୍ଥନା କଲେ, ଭବସାଗର ତାରଣ ବୋଲିବା, ସ୍ତୋତ୍ର ପାଠ କଲେ, ଆସ୍ତେ ଆସ୍ତେ ଠାକୁରଙ୍କ ବିଷୟରେ ବିଭିନ୍ନ କଥା ଶୁଣିଲେ, ଭାବଟା ଆଉ ଟିକେ ଦୃଢ଼ ହେଉଛି। ତାପର ଅବସ୍ଥାରେ କ'ଣ ହେଉଛି ନା ଆମେ ଯେତେବେଳେ ଆଉ ଟିକେ ଦୃଢ଼ଭୂତ ମନ ହେଇଯାଉଛି, ଆମେ ତାଙ୍କର ପାଖାପାଖି ହେଉଛେ, ମାନେ ସିଏ ଆମର, ଆମେ ତାଙ୍କର, ଏଇ କଥା ମନ ଭିତରେ ଆସୁଛି ଧୀରେ ଧୀରେ। ତାପରେ ଅତି ନିକଟତର ହେଲା ପରେ ଯେଉଁ କଥା ଆମେ କହୁଛେ ଯେ ସୂକ୍ଷ୍ମ ଭାବରେ ବା ସ୍ଥୂଳରୁ ସୂକ୍ଷ୍ମ ଆଡ଼କୁ ଆମେ ଯାଇକରି ଆଖି ବୁଜିଦେଲେ ଠାକୁରଙ୍କୁ ଆମେ ଦେଖୁଛେ, ସେତେବେଳେ ଆମର ଭାବଟା ତାଙ୍କ ସହିତ ଆଉ ଟିକେ ଭାବ ଜଗତର ସମ୍ପର୍କ ଆରମ୍ଭ ହେଉଛି। ସେଇ କଥା ଠାକୁର କହୁଛନ୍ତି ଯେ ଅଭାବଟା ତମ ଭିତରେ ଦାଉ ଦାଉ ହୋଇ ଜଳି ଉଠୁ। ତା ଅର୍ଥ ହେଉଛି କ'ଣ, ଯେ ମୁଁ ଠାକୁରଙ୍କୁ ଦେଖିବି, ମୁଁ ଠାକୁରଙ୍କ ସେବା କରିବି, ଠାକୁରଙ୍କୁ ପୂଜା କରିବି, ଠାକୁରଙ୍କର ଆଦେଶ ଉପଦେଶ ଯେମିତି ସ୍ୱଚକ୍ଷୁରେ ମୁଁ ପାଇବି ବା ହୃଦୟ ବଦଳରେ ଠାକୁର ମୋତେ କହିଦେଉଛନ୍ତି ଏଇ କଥା, ଯେମିତି ମୋ ପ୍ରେରଣା ମୋ ଭିତରେ ଆସିବ, ଏଇ ସ୍ତରକୁ ଯେତେବେଳେ ଆମେ ଯିବା, ସେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଆମେ ତାଙ୍କର ପାଖାପାଖି ହେଇଛେ। ଆଉ ଏଇ ବାଣୀ ମାଧ୍ୟମରେ ଯେମିତି ଠାକୁର କହୁଛନ୍ତି ଯେ ଯେପରି ଅବସ୍ଥାରେ ଥାଅ, ସର୍ବଦା ନାମ ନେବାକୁ ଆମେ ଅଭ୍ୟାସ କରିବା, ସର୍ବ ଅବସ୍ଥାରେ ତାଙ୍କର ଜୟଗାନ କରିବା। ଯଦି ବାରମ୍ବାର ଏଇ ଜିନିଷଟା କରିବା, ଏଇଟା ହେଉଛି ସାଧନ, ସବୁଠୁ ବଡ଼ ସାଧନ ହେଉଛି ନାମ ନେବା। ଆଉ ଏତେ ସହଜ ସରଳ ସାଧନ କେଉଁଠି ନାହିଁ, କୌଣସି ମାନେ ଇଏରେ ଉପାୟରେ ଆଉ ମଣିଷ କରିପାରିବନି। ସବୁ କାର୍ଯ୍ୟ କରିକି ତା ଭିତରେ କେବଳ ନାମ ନେଇ ଚାଲିବ। ସେଥିପାଇଁ ମନେ ପଡ଼ୁଛି ଗୌରାଙ୍ଗଦେବ ମାନେ ଯେତେବେଳେ ରାସ୍ତାରେ ନାମ ଜପ କରିକି ଆସୁଥିଲେ, ଜଣେ ଲୁଗା କାଚୁଛି, ତାକୁ ଯାଇ କହୁଛନ୍ତି ତୁ ଟିକେ ହରିନାମ କରିଦେ, ଟିକେ ମୁଁ ତ ଲୁଗା କାଚି ଦେଉଛି। ମାନେ କି ଆନନ୍ଦର କଥା ଦେଖନ୍ତୁ। ତେଣୁ ସେଥିପାଇଁ ସେ ନାମର ଯେଉଁ ମାହାତ୍ମ୍ୟଟା ଗୌରାଙ୍ଗଦେବ ସେ କଥା ଶିକ୍ଷା ଦେଇଗଲେ ଜଗତକୁ। ସେମିତି ଠାକୁର ବି ସେଇ କଥା କହୁଛନ୍ତି ଯେ ନାମଟା ଏତେ ସହଜ ସରଳ ଉପାୟ ଆଧ୍ୟାତ୍ମିକ ଜଗତର ଉପରକୁ ଯିବା ପାଇଁ, ବା ଆମର ମୃତ୍ୟୁ ସମୟ ଆସିଗଲେ ବି, ଶେଷ ସମୟ ଆସିଲା ବେଳେ ବି ସେଇ ନାମ ହିଁ ଆମକୁ ତାଙ୍କ ପାଖରେ ତାଙ୍କ ସହିତ ସଂଯୋଗ କରିବାରେ ବି ସାହାଯ୍ୟ କରିବ। ତେଣୁ ଆମେ ଏବେଠାରୁ ଯଦି ସ୍ଥିର କରିଥିବା ଯେ ଆମେ ସେଇ ନାମଟାକୁ ଏତେ ଅନ୍ତର ଭିତରେ ଜପ କରିକି ଆମ ଅନ୍ତର୍ନିହିତ ହୋଇଯାଇଥିବ, ଶୟନ ସ୍ୱପନେ ଆମର ଯଦି ନାମ ଜପଟା ଅଭ୍ୟାସ ହୋଇଯିବ, ତାହେଲେ ଆମର ସମସ୍ତଙ୍କର ମଙ୍ଗଳ ହେବ। ଆସନ୍ତୁ ଆମେ ଠାକୁରଙ୍କର ଏଇ ଯେଉଁ ଉପଦେଶ ଅଛି ବା ବାଣୀ ଅଛି, ତାଙ୍କର ଆଦେଶ ନିର୍ଦ୍ଦେଶକୁ ପାଳନ କରି ଜୀବନକୁ ଚରିତାର୍ଥ କରିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।